ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ମଧ୍ୟାହ୍ନ ଭୋଜନ ଖାଇ 70ରୁ ଅଧିକ ପିଲା ଅସୁସ୍ଥ। ବିହାରର ମାଧେପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଏପରି ଘଟଣା ଘଟିଛି। ଶନିବାର ସଦର ବ୍ଲକର କରୁଟୋଲା ସାହୁଗଡ଼ରେ ଉନ୍ନତ ମଧ୍ୟମ ବିଦ୍ୟାଳୟରେ ଖାଦ୍ୟ ଖାଇବା ପରେ 70ରୁ ଅଧିକ ପିଲା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଖାଇବାର କିଛି ସମୟ ପରେ ପିଲାମାନେ ବାନ୍ତି କରିବା, ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପିଲାମାନଙ୍କ ଅବସ୍ଥା ଖରାପ ହେବା ଯୋଗୁଁ ସ୍କୁଲ ପରିସରରେ ଆତଙ୍କ ଖେଳି ଯାଇଥିଲା। ପରବର୍ତ୍ତୀ ଖବର, ସ୍କୁଲ ପିଲାଙ୍କୁ ମାଗଣା ଲାପଟପ୍। ଆଜିର ଦୁନିଆରେ ଶିକ୍ଷା କେବଳ ବହିରେ ନୁହେଁ, ଅନଲାଇନ୍ କ୍ଲାସ୍, ଡିଜିଟାଲ ନୋଟ୍ସ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରଯୁକ୍ତି ବିଦ୍ୟା ଅତ୍ୟାବଶ୍ୟକ ହୋଇଗଲାଣି। ଏହି ଆବଶ୍ୟକତାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ଶିକ୍ଷା ଯୋଜନା ଅଧୀନରେ 10ମ ଶ୍ରେଣୀର ଭଲ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ୍ ଯୋଗାଇ ଦିଆଯିବ, ଯାହାଦ୍ୱାରା ପ୍ରଯୁକ୍ତିର ଅଭାବ କେବେ ବି ସେମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି କରିବ ନାହିଁ। ପରବର୍ତ୍ତୀ ଖବର, 48 ଘଣ୍ଟାରେ ବଦଳିବ ପାଗ, ଆସୁଛି ବଡ଼ ବର୍ଷା। ଆଇଏମ୍ଡି ଜାରି କଲା ବଡ଼ ସତର୍କ ସୂଚନା। 48 ଘଣ୍ଟାରେ ପୁଣି କର ଲେଉଟାଇବ ପ୍ରକୃତି। ଶୀତ ପରେ ପୁଣି ବର୍ଷା ଥରାଇବ। ସକାଳରୁ ସନ୍ଧ୍ୟାରେ ପ୍ରବଳ ଥଣ୍ଡା ଓ ଦିନରେ ହାଲୁକା ଗରମ ଲୋକଙ୍କୁ ହୃଦ୍ବନ୍ଦରେ ପକାଇଛି। ଏହି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଏକ ବଡ଼ ଆଲର୍ଟ ଜାରି କରିଛି। ଆଇଏମ୍ଡି ଅନୁସାରେ ଆସନ୍ତା 48 ଘଣ୍ଟା ମଧ୍ୟରେ ପାହାଡ଼ିଆ ରାଜ୍ୟଗୁଡ଼ିକରେ ପାଣିପାଗ ହଠାତ୍ ବଦଳିପାରେ। ପଶ୍ଚିମବଙ୍ଗ ସକ୍ରିୟ ହେବାରୁ ପ୍ରବଳ ବର୍ଷା ଓ ତୁଷାରପାତ ଆରମ୍ଭ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ପୁଣି ଉପରମୁହାଁ ସୁନା ରୂପା ଦର। 4 ଦିନ କମିବା ପରେ ପୁଣି ବଢ଼ିଲା ସୁନା ରୂପା ଦର। କିଣିବା ପୂର୍ବରୁ ଜାଣନ୍ତୁ ଆଜିର ନୂଆ ମୂଲ୍ୟ। କିଛି ଦିନର ବ୍ୟବଧାନ ପରେ ପୁଣି ଆକାଶ ଛୁଆଁ ହେଲା ସୁନା ରୂପା ଦର। 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 2890 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି 10 ଗ୍ରାମ ପିଛା 24 କ୍ୟାରେଟ୍ ଦର 1,56,600 ଟଙ୍କାକୁ ଛୁଇଁଛି। 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 2650 ଟଙ୍କା ବଢ଼ିଲା। 10 ଗ୍ରାମ ପିଛା 22 କ୍ୟାରେଟ୍ ଦର 1,43,550 ଟଙ୍କା। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନା 1,56,600 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନା ଦର 1,43,550 ଟଙ୍କା ଛୁଇଁଛି। ପରବର୍ତ୍ତୀ ଖବର, କଟକ ଭୁବନେଶ୍ୱରରୁ କମିବ ଭିଡ଼, ଖୁବ୍ ଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍ କାମ। ଖୋର୍ଦ୍ଧା ରାମେଶ୍ୱରରୁ ଏହି ରାସ୍ତା ବାହାରି ବିଲିପଡ଼ା ପର୍ଯ୍ୟନ୍ତ ଯିବ। 111 କିଲୋମିଟର ଏହି ରାସ୍ତା 3ଟି ପର୍ଯ୍ୟାୟରେ କାମ ହେବ। ଏଥିପାଇଁ ମୋଟ 8,300 କୋଟି ଟଙ୍କା ଖର୍ଚ୍ଚ ହେବ। 2.5 ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 16 ନମ୍ବର ଜାତୀୟ ରାଜପଥ ଉପରୁ ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ଏହି ପ୍ରକଳ୍ପ ବେଶ୍ ସହାୟକ ହେବ। ବିଶେଷ କରି ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ରାସ୍ତାରୁ ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପକୁ ନେଇ ପରିବେଶ ସମେତ ଅନ୍ୟାନ୍ୟ ମଞ୍ଜୁରୀ ମିଳିସାରିଛି। ଏଥିରେ 125 ଅଣ୍ଡରପାସ୍ ଓ 300 କଲଭର୍ଟ ନିର୍ମାଣ କରାଯିବ। ପରବର୍ତ୍ତୀ ଖବର, ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ। ବିରୋଧୀ ଦଳ ନେତା ନବୀନଙ୍କୁ ଏଜି ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ଏକ୍ସରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଲେ ପୀତାମ୍ବର। ସେ କହିଛନ୍ତି, ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା। 7 ବର୍ଷ ଧରି ନବୀନଙ୍କ ଲିଗାଲ ଟିମ୍ ରାଜକୋଷରୁ କୋଟି କୋଟି ଶ୍ରାଦ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତାଧାରା ବାଟ ଦେଖାଇଛି। କେନ୍ଦ୍ର ହସ୍ତକ୍ଷେପ ଯୋଗୁଁ ଉଭୟ ରାଜ୍ୟ ଆପୋଷ ସମାଧାନରେ ଦ୍ୱାରଦେଶରେ। ଏଜି ଦାୟିତ୍ୱ ପରେ ସମସ୍ତ ଶୁଣାଣିରେ ମୋ ଉପସ୍ଥିତି ରାଜ୍ୟବାସୀଙ୍କୁ ଜଣା ବୋଲି ପୀତାମ୍ବର କହିଛନ୍ତି। ପରବର୍ତ୍ତୀ ଖବର, ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ହୋଇଛି।
ସ୍ପଟ୍ ଭିଜିଟ୍ରେ ଯିବେ ମହାନଦୀ ଟ୍ରିବ୍ୟୁନାଲ। ଫେବୃଆରୀ ଶେଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ପଟ୍ ଭିଜିଟ୍ରେ ଯିବେ ଟ୍ରିବ୍ୟୁନାଲ। ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 14ରେ ହେବ। ଅବଧି 2027 ଯାଏଁ ବୃଦ୍ଧି ପାଇଁ ଟ୍ରିବ୍ୟୁନାଲ ଜରିଆରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ। ପରବର୍ତ୍ତୀ ଖବର, ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ, କହିଲେ ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବେ। ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ଆଗକୁ ଆଉ ନିର୍ବାଚନ ନ ଲଢ଼ି ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି କହିଛନ୍ତି। ସେ ସୂଚନା ଦେଇଛନ୍ତି, ନିର୍ବାଚନ ଲଢ଼ିବାର ଇଚ୍ଛା ନାହିଁ। ଆସନ୍ତା ବର୍ଷ ମୋତେ 60 ବର୍ଷ ହେବ। 45 ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୁବକମାନେ ଆଗକୁ ଆସିବା ଦରକାର ବୋଲି କହିଛନ୍ତି। କିନ୍ତୁ ସେ ଦଳ ନ ଛାଡ଼ିବା ନେଇ ମଧ୍ୟ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି। ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ କରିବି। ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରିସାରିଛି ବୋଲି କହିଛନ୍ତି ଖଣିମନ୍ତ୍ରୀ। ପରବର୍ତ୍ତୀ ଖବର, ଭାରତ ଆମେରିକା ଟ୍ରେଡ୍ ଡିଲ୍ରୁ ଭାରତକୁ ବଡ଼ ଫାଇଦା। ସ୍ମାର୍ଟଫୋନ, ମସଲା, ଚା, କଫି ଏବଂ ହୀରା ଉପରେ ଶୂନ୍ୟ ଶୁଳ୍କ। 2047 ସୁଦ୍ଧା ଭାରତର ଏକ ବିକଶିତ ଭାରତ ଯାତ୍ରାରେ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୁଇ ଦେଶ ଭାରତ ଓ ଆମେରିକାର କୂଟନୈତିକ ସମ୍ପର୍କ ଏବଂ ସେମାନଙ୍କ ନେତାଙ୍କ ମଧ୍ୟରେ ବନ୍ଧୁତାକୁ ବିଚାର କରି ଫେବୃଆରୀ 2025ରେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଭାରତ ଏବଂ ଆମେରିକା ମଧ୍ୟରେ ବାର୍ଷିକ $500 ବିଲିୟନ ଦ୍ୱିପାକ୍ଷିକ ବାଣିଜ୍ୟ ହାସଲ କରିବା। ସେହି ଲକ୍ଷ୍ୟ ହାସଲ ପାଇଁ ଆଜିର ଦିନକୁ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବ ବୋଲି ଭାରତ ଆମେରିକା ଟ୍ରେଡ୍ ଡିଲ୍ ନେଇ ସାମ୍ବାଦିକ ସମ୍ମିଳନୀରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।